ଆଜିଠାରୁ ଆରମ୍ଭ ହୋଇଛି 2025 ନୂତନ ବର୍ଷ। କିନ୍ତୁ ନୂତନ ବର୍ଷରେ ନୂତନ ସମସ୍ୟା ଆପଣ ଦେଖେଇବି, ମୁଁ କ୍ୟାମେରାକୁ କହିବି ଟିକେ ଦେଖେଇବେ। ଗୋଟିଏ ଘର ଭିତରେ ଏଇ ଆଖପାଖରେ ଯେଉଁ ଘର ରହିଛି 2ରୁ 3ଟି ଘର ରହିଛି, ଘର ଭିତରେ ପାଣି ପଶିଛି। ଏହା ପାଣି କେଉଁ ବର୍ଷା ପାଣି ନୁହେଁ, କାରଣ ଆପଣ ଯେତେବେଳେ ଜାଣିଛନ୍ତି ଯେ ଶୀତ ଋତୁ ଚାଲିଛି, ଶୀତ ଋତୁରେ ଘର ଭିତରେ କେଉଁଭଳି ଭାବରେ ପାଣି ପଶିଲା ଏହା ନିହାତି ଭାବରେ ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗିବ। ଆଜ୍ଞା, ଘଟଣାଟି ସମ୍ପୂର୍ଣ୍ଣ ଭାବରେ କହୁଛି, ଏହା ହେଉଛି ଅନୁଗୁଳ ମ୍ୟୁନିସିପାଲିଟିର 18 ନମ୍ବର ୱାର୍ଡ଼। 18 ନମ୍ବର ୱାର୍ଡ଼ରେ ଯେଉଁ 3-4ଟି ଘର ରହିଛି, 3-4ଟି ଘର ଭିତରେ ଏ ଡ୍ରେନ୍ ପାଣି ପଶିଛି, ଯାହାଫଳରେ ମୁଁ ଆଉଥରେ ବି କ୍ୟାମେରା ପର୍ସନ୍ କହିବି ଟିକେ ଆଗକୁ ଆସି ଦେଖେଇବେ ଯେ ସେଇ ଘର ଭିତରେ ବି ମଧ୍ୟ ଡ୍ରେନ୍ ପାଣି ପଶିଛି। ସେଇ ଘର ଭିତରେ ବି ଜଣେ ମାଉସୀ ରହିଛନ୍ତି, ମାଉସୀ ଟିକେ ଦେହ ଖରାପ ରହିଛି, ଯାହାଫଳରେ ସେ ଘରୁ ବାହାରକୁ ଆସିପାରୁନାହାନ୍ତି, ସେଇ ପାଣି ଭିତରେ ରହିଛନ୍ତି। ସକାଳ ସମୟରୁ ଏଇଭଳି ସମସ୍ୟା ଦେଖାଦେଇଛି। କେବଳ ଗୋଟିଏ ଘର ନୁହେଁ, 3ରୁ 4ଟି ଘର ରହିଛି, ଘର ଭିତରେ ଡ୍ରେନ୍ ପାଣି ରହିଛି। ଏ ଡ୍ରେନ୍ ପାଣି କେମିତି ଜମିଲା? କାରଣ ଡ୍ରେନ୍ରେ ଯେତେବେଳେ ପାଣି ଯାଉଥିଲା, ଆଜି ମ୍ୟୁନିସିପାଲିଟି ବାଲା ଆସିଥିଲେ, ମ୍ୟୁନିସିପାଲିଟିର ଯେଉଁ କର୍ତ୍ତୃପକ୍ଷ ଆସିଥିଲେ, ସେମାନେ ସଫା କରିଥିଲେ। ସଫା କରିବା ବଦଳ ସେଇ ହୋମ୍ ପାଇପ୍ଟିକୁ ଜାମ୍ ହୋଇଯାଇଛି। ସଫା କେମିତି କରିଛନ୍ତି ତାହା ତ ସନ୍ଦେହ ଘରରେ ରହିଛି, କାରଣ ହୋମ୍ ପାଇପ୍ଟି ଯେତେବେଳେ ଜାମ୍ ହୋଇଯାଇଛି ଡ୍ରେନ୍ ପାଣି ଆଗକୁ ଯାଇପାରୁନାହିଁ, ଯାହାଫଳରେ ବିଭିନ୍ନ ଘରମାନଙ୍କରେ ଏହି ଡ୍ରେନ୍ ପାଣି ଜମିଛି। କାରଣ ଡ୍ରେନ୍ ପାଣି ସମସ୍ୟା ବିଭିନ୍ନ ସମୟରେ ଏହି ଅଞ୍ଚଳରେ ଦେଖାଦେଇଛି। ତା ପାଇଁ ବି ମଧ୍ୟ ଗୋଟିଏ କାର୍ଯ୍ୟ ଚାଲିଥିଲା, ତାକୁ କାହିଁକି ବନ୍ଦ କରାଯାଇଛି ତାହା ବି ମଧ୍ୟ ପରବର୍ତ୍ତୀ ଖବରରେ ଆମେ ଆପଣଙ୍କୁ ଦେଖାଇବୁ ଯେ ଏ ଡ୍ରେନ୍ ପାଣି ଯଦି ଜମିଛି କ'ଣ ହେଉଛି ସମସ୍ୟା। କାରଣ ଡ୍ରେନ୍ ପାଣିରେ କେଉଁଭଳି ଭାବରେ ଜମି ରହିବାରୁ ରୋଗକ୍ରାନ୍ତ ହୋଇଥାନ୍ତି ଲୋକମାନେ, କାରଣ ଏହି ଅପରିଷ୍କାର ପାଣି 3ରୁ 4 ଘର ରହି ଭିତରେ ପଶିଛି। ତ ଆମେ ଟିକେ ଆଲୋଚନା କରିବା, ଯେଉଁ ସ୍ଥାନୀୟ ବାସୀ ରହିଛନ୍ତି, ଆଜ୍ଞା କ'ଣ କହିବେ? ଡ୍ରେନ୍ ପାଣି ପଶିଛି ଘରମାନଙ୍କରେ, ଆପଣ କେମିତି କ'ଣ ଚଳୁଛନ୍ତି? ଯେ ମ୍ୟୁନିସିପାଲିଟି ଜେସିବି ସକାଳେ ଆସିକି ଏଠି ଇଏ କରୁଥିଲା, ତାର ସଫା କରୁଥିଲା। ସେ ସଫା କରିବା ପରିବର୍ତ୍ତେ ସେଠି ମାଟି ଜାମ୍ କରିଦେଇଗଲା, ଯାହାଫଳରେ ଅବସ୍ଥା ଉପୁଜିଛି। କ'ଣ ଏଇ ଘଟଣା ବିଷୟରେ କାହାକୁ ଜଣାଇଛନ୍ତି ନା ଜଣାଇ ନାହିଁ? ହଁ, ଚେୟାରମ୍ୟାନକୁ ଜଣାଇଛି, କାଉନସିଲରକୁ ଜଣାଇଛି। କ'ଣ ତାଙ୍କ ପାଖରୁ କ'ଣ ରହିଛି ସମସ୍ୟା? ସବୁ ହଁ ଦେଖିବା ଆଉ। ହଁ ଦେଖିବା, ଯଦି ନ ଦେଖିଲେ ତ ଆପଣମାନେ ହିଁ ହଇରାଣ ହେବେ। ହେଉଛି ତ। ଆଗାମୀ ପଦକ୍ଷେପ କିଛି ରହିବ କି ଆପଣଙ୍କର? ଆଗେ ପଦକ୍ଷେପ କଲେ ଆମେ ଯାହା କରିବା କାଲି କରିବୁ ଆଉ କ'ଣ। ଆଜି ମୁଁ ଯାଉଛି ଏବେ ଅଫିସକୁ, ଦେଖିବା ଏଇ ଅଫିସକୁ ଜଣା। କେହି ତ କିଛି ରେସ୍ପଣ୍ଡ ଦରକାର ନାହିଁ ଆଉ କ'ଣ। କେହି ଏପର୍ଯ୍ୟନ୍ତ ଆସିନାହାନ୍ତି ସ୍ପଟକୁ। ଏଇ କେତେ ସମୟ ହେଲାଣି ଏଇଭଳିଆ? ସକାଳୁ ଏମିତି ହେଲାଣି, ସକାଳୁ 8ଟା ସାଢ଼େ 8ଟା ବେଳୁ। ନିହାତି ଭାବରେ ଯାହା ସ୍ଥାନୀୟବାସୀ କହୁଥିଲେ ଯେ 8ଟାରୁ ଏଭଳି ଘଟଣା ଘଟିଲାଣି, ଏପର୍ଯ୍ୟନ୍ତ 12:30 ହୋଇଛି, ଏପର୍ଯ୍ୟନ୍ତ ବି ମଧ୍ୟ ଏ ସମସ୍ୟା ଲାଗି ରହିଛି। କାରଣ ଏଇ ଯେଉଁ ଘର ଭିତରେ ଜଣେ ମାଉସୀ ରହିଛନ୍ତି, ସେଇ ମାଉସୀଙ୍କର ଦେହ ଖରାପ ରହିଛି, ସେଇ ଭିତରେ ପାଣି ଭିତରେ କେମିତି ରହୁଛନ୍ତି ତାହା ବି ମଧ୍ୟ ସନ୍ଦେହ ଘରରେ। ତ ସେଇ ଘର ଯାହାର, ତ ଆମେ ତାଙ୍କ ସାଙ୍ଗରେ ବି ଟିକେ କଥା ହେବା। ଆଜ୍ଞା, କ'ଣ କହିବେ? ଆପଣଙ୍କ ଘର ଭିତରେ ପାଣି ଜମିକି ରହିଛି, ଆମେ ଦେଖିଲୁ ଆପଣ ପାଣିରେ ଆସୁଛନ୍ତି ଯାଉଛନ୍ତି, ଆପଣଙ୍କ କାର୍ଯ୍ୟ ବି କରୁଛନ୍ତି, କ'ଣ କେମିତି କ'ଣ ପାଣି ପଶିଲା? ଏଇଟା ତ ସବୁବେଳେ ବର୍ଷା ଦିନେ ଏମିତି ନାଳ ଜାମ୍ ହେଇଯାଏ, ନାଳ ଜାମ୍ ହେଇକି ପାଣି ପଶିଯାଏ ଆଉ। ସବୁବେଳେ ବର୍ଷା ଦିନ ହେଲା ମାନେ ଏମିତି ପାଣି ପଶେ। କିନ୍ତୁ ଫାଷ୍ଟ ଟାଇମ୍ ଆଜି ସକାଳେ ଗୋଟେ ଜେସିବି ଆସିଥିଲା, କ'ଣ ସେ ନାଳଟାକୁ ଜାମ୍ କରିଦେଲା ପରଠୁ ଏମିତି 3-4ଟା ଘରେ ସମସ୍ତଙ୍କ ଘରେ ପାଣି ପଶିଯାଇଛି। ନିହାତି ଭାବରେ ଗୋଟିଏ ନୂତନ କଥା ଶୁଣିବାକୁ ମିଳିଲା ଯେ ଯାହା ଭାଇ କହୁଛନ୍ତି ଯେ ବର୍ଷା ଦିନେ ଏହି ଅଞ୍ଚଳରେ ପାଣି ବଢ଼ିଲେ ପାଣି ପଶିଯାଏ ଘରେ, କିନ୍ତୁ ବର୍ଷା ଦିନ ଏ ସମସ୍ୟା ନୁହେଁ, କେବଳ ଶୀତ ଦିନରେ ବି ମଧ୍ୟ ଏ ସମସ୍ୟା। ଆଜି ଗୋଟିଏ ଜେସିବି ଆସିଥିଲା, ସେ କେମିତି କ'ଣ ସଫା କଲା ଯେ ହୋମ୍ ପାଇପ୍ ଜାମ୍ ହୋଇଯାଇଛି, ଜାମ୍ ହେବା ଫଳରେ ଘର ଭିତରେ ଡ୍ରେନ୍ ପାଣି ପଶିଛି। ତ ଏ ଘଟଣା ବିଷୟରେ ଯେତେବେଳେ ପୌରପାଳିକାର ଏକ୍ଜିକ୍ୟୁଟିଭ୍ ଇଞ୍ଜିନିୟରଙ୍କ ସହ ଫୋନ୍ ଯୋଗେ ଆଲୋଚନା କରାଯାଇଥିଲା, ସେ ବି ମଧ୍ୟ କହିଲେ ଯେ ଏ ଘଟଣା ବିଷୟରେ ମୁଁ ଖବର ପାଇଛି ଏବଂ ତୁରନ୍ତ ଏ ଘଟଣା ବିଷୟରେ କାର୍ଯ୍ୟାନୁଷ୍ଠାନ ନିଆଯିବ ଏବଂ ତୁରନ୍ତ ସମାଧାନ କରାଯିବ। ତ ଦେଖିବାକୁ ବାକି ରହିଲା ଯେ 18 ନମ୍ବର ୱାର୍ଡ଼ରେ ଯେଉଁ 3ରୁ 4ଟି ଘର ରହିଛି, ତ ଏ ସମସ୍ୟାରୁ ସେ କେତେବେଳେ ସମସ୍ୟାର ସମାଧାନ ହେଉଛି ଏବଂ ସେଇ ସମସ୍ୟାରୁ ସେ କେତେବେଳେ ଦୂର ହେଉଛି, ତାଙ୍କ ଘର ଭିତରୁ କେତେବେଳେ ପାଣି ପଶୁଛି, ପାଣି ବାହାରୁଛି। ଏବଂ ଯେତେବେଳେ ପାଣି ପଶୁଛି, କେବଳ ତ ବର୍ଷା ଦିନରେ ପାଣି ପଶୁଛି, ତ ଅନ୍ୟ ଦିନରେ କାହିଁକି ପାଣି ପଶୁଛି ତାକୁ ବି ମଧ୍ୟ ସମାଧାନ କରିବା ପାଇଁ ଏକ୍ଜିକ୍ୟୁଟିଭ୍ ଇଞ୍ଜିନିୟର ବି ମଧ୍ୟ ଗଣମାଧ୍ୟମକୁ କହିଛନ୍ତି। ଅନୁଗୁଳର ରାଜେଶ ପାତ୍ରଙ୍କ ରିପୋର୍ଟ, MBC TV।